ଶାଶୁ ବୋହୂ କଳି କଜିଆର କରୁଣ ପରିଣତି। ମାକୁ ହତ୍ୟା କଲେ ଶାଶୁମା ଓ ସ୍ତ୍ରୀ ବୋଲି ଅଭିଯୋଗ ଆଣିଲେ ପୁଅ। ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରି ଜାମୁବନ୍ଧ ଛକ ନିକଟରେ ରହୁଥିବା ଏକ ଭଡ଼ାଘରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ସଦର ପୋଲିସ। ମୃତ ମହିଳା ଜଣକ ହେଲେ ରାସୋଳ ଥାନା କଲୋନୀ ସାହିର କୁନି ନାୟକ ବୋଲି ଜଣାପଡ଼ିଛି। ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା କଲୋନୀ ସାହିର କାହ୍ନୁ ନାୟକ ବିଗତ 8 ମାସ ପୂର୍ବେ ଅନୁଗୁଳ ଜିଲ୍ଲା ସଦର ଥାନା ଅଙ୍ଗାରବନ୍ଧ ଗ୍ରାମର ନରେଶ ସାହୁଙ୍କ ଝିଅ ସହ ପ୍ରେମ ବିବାହ କରିଥିଲେ। 8 ମାସ ବିବାହ ପରେ କିଛି ଦିନ ପରିବାରରେ ସୁଖମୟ ଚାଲିଥିଲା। ପରବର୍ତ୍ତୀ ସମୟରେ ଶାଶୁ ବୋହୂ ମଧ୍ୟରେ କଳି କଜିଆ ଲାଗି ରହୁଥିଲା। କାହ୍ନୁ ଅନୁଗୁଳ କଲେଜ ନିକଟରେ ଫଳ ବେପାର କରି ପରିବାର ପ୍ରତିପୋଷଣ କରନ୍ତି। କାହ୍ନୁ ବୁଧବାର ରାତି 10 ଘଟିକା ବେଳେ ମା କୁନିଙ୍କୁ ଖାଇବା ପାଇଁ ଡାକିବା ପାଇଁ ଯାଇଥିବା ବେଳେ ଘରର କବାଟ ବନ୍ଦ ରହିଥିଲା। କବାଟ ଖୋଲିବାକୁ ଉଦ୍ୟମ କଲାବେଳେ ସ୍ତ୍ରୀ ପ୍ରତିବନ୍ଧକ ସାଜିଥିଲେ ବୋଲି ଅଭିଯୋଗ କରିଛନ୍ତି ସ୍ୱାମୀ କାହ୍ନୁ। କାହିଁକି ପ୍ରତିବନ୍ଧ ସାଜୁଛନ୍ତି ବୋଲି ଭାବି ଦେଖିଲା ବେଳକୁ ମା ତଳେ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଛନ୍ତି। ସଙ୍ଗେ ସଙ୍ଗେ ସଦର ପୋଲିସକୁ ପୁଅ କାହ୍ନୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ରାତି ହୋଇଯାଇଥିବାରୁ ଗୁରୁବାର ସକାଳେ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ଆସି ଅଧିକା ତଦନ୍ତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଇଛନ୍ତି। ଏହି ଘଟଣାରେ ମୃତକଙ୍କ ବୋହୂ ଏବଂ ସମୁଦୁଣୀଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। କାହ୍ନୁ ନାୟକ ଆଜ୍ଞା। କାଲି ଘଟଣା ଆଜ୍ଞା ମୋ ବେଳାରେ ଖାଇ ଯାଇଥିଲି। ମୁଇଁ ବେପାର କରୁଛି ନା ଫଳ ବେପାର। ଖାଇ ଯାଇଥିଲି ବେଳାରେ 1:30 ଟାଇମ୍ ହେବ ବୋଧେ। ଖାଇ ଜଷ୍ଟ ବସିଛି ଗାଧୋଇ ଆସିକି ମୋ ଶାଶୁ ଆସିଲେ। କେବେ ମୁଁ ତ କାହିଁ ସକାଳୁ ଜାଣିନି ମୋ ଶାଶୁ ଆସିବା କଥା। ହଠାତ୍ ଆସିଲେ କହିଲେ ବ୍ଲକ୍ ଆଇଥିଲେ କାମରେ ଯେ ଏପଟେ ବୁଲିଦେନା ଯାଉଛି ଆଉ କହିଲେ ଗଲେ। ମୁଁ ମୋର ଖାଇକିନା ଦୋକାନକୁ ଗଲି। ବୋଉ ସହିତ 3ଟା ବେଳକୁ ଫୋନ୍ କରିନା ପଚାରିଥିଲି ବୋଉ ମୋ ଶାଶୁ ଗଲେଣି କି ଆସିତି। ବୋଉର ମୋର ଟିକେ କଥା ହୁଅନ୍ତି ପଚାରିଲି। ଆଡ଼ୁ ମୋ ବୋଉ କହିଲା ନାଇଁ ଅସ୍ତି ଆରପଟ ଘର ବଇଛି ମୁଁ ଏପଟେ ବଇଛି ଆଉ କଥା ପଦ ଏମିତି ଯାଇଥିଲି ଭଲ ମନ୍ଦ। ତାପରେ 5ଟା ବାଜିଲା ବିଜୁଳି ମୋ ଭଉଣୀ ଜଣ ଅଛି ସାନ ଭଉଣୀ ବାହା ସେ ବି ମ୍ୟାରେଜ୍ କରିଛି। ସେ ମୋତେ ଫୋନ୍ କରୁଛି ବାରମ୍ବାର କହୁଛି ଭାଇ ବୋଉ ଟିକେ 8-10 ଥର ଫୋନ୍ କଲେଣି ବୋଉ ଉଠାଉନି ଫୋନ୍। ମୁଁ ବି ଆଡ଼ୁ କଲି ବୋଉର ଲାଗିଲାନି ଫୋନ୍। ଏଠୁ ମୋ ସ୍ତ୍ରୀ ଟିକେ ଫୋନ୍ କଲି ୱାଇଫ୍ ଯିଏ। ଏଠୁ ସେ କହିଲା ଯେ ବୋଉ ଯାଇଛି ଜଣକୁ ଫୁଙ୍କେଇ ଯାଇଛନ୍ତି ଜଣକୁ ଆଉ ମୋବାଇଲଟା ଘରେ ଅଛି ବାଜୁଛି ଖାଲି ଫୋନ୍ କରୁଛି ତୁମ ଯେଉଁ ଭଉଣୀକୁ କହିଦିଅ ଏମିତି କହିଲା। ମୁଁ କହିଲେ ହଉ କହିଦେବି ବିଜୁଳିକୁ କହିଦେଲି ବୋଉ ଯାଇଛି ଫୁଙ୍କେଇ ମୋବାଇଲ ଛାଡ଼ି ଯାଇଛି। ତାପରେ 8:30 ଟାଇମ୍ ହେଲା ରାତି ପୁଣି ଫୋନ୍ କଲି ବୋଉ ଆଇଲାଣି କି ନା ହଁ ଆଇଲାଣି କେତେବେଳେ 8ଟାରୁ ଆଇଲାଣି ଆଉ ଆସିଲାଣି ଛାତି ଫାତି ତାଙ୍କର ମାରୁଥିଲା ଯେ ଘଷି ଘୁଷା ଦେଇଛି ଆଉ ସେ ଶୋଇଛି ତାର ପଟେ ମୁଁ ଏପଟେ ବଇଛି ଆଉ ଏମିତି କହିଲା। ମୁଁ ଘରକୁ ଗଲାବେଳକୁ 10ଟା ଟାଇମ୍ ହେଇଗଲା ଡ୍ୟୁଟି ସାରିନା ଆଜ୍ଞା। 10ଟା ବେଳକୁ ଗଲାବେଳକୁ ମୋ ୱାଇଫ୍ ଯିଏ ସେ ବାନ୍ତି କ'ଣ କରୁଥିଲେ ବାହାରେ। ମୁଁ କହିଲି କ'ଣ ବାନ୍ତି ଏମିତି ହେଉଛି ଏମିତି କହିଲା। ସେଠୁ ତାପରେ ମୁଁ କହିଲି ବୋଉକୁ ଖାଇବା ଦେଇ ସାରିଲାଣି ନା ବୋଉ ଛାତି ଫାତି ମାରୁଛି ସେ ନାହିଁ କଲେ ଖାଇବା ପାଇଁ କହିଲେ ତମ ପୁଅ ଆଇଲେ ମୋ ପୁଅ ଆଇଲେ ପୁଅର ତୋର ମିଶିନା ଖାଇନ ସେପଟେ ମୋତେ ଉଠେଇବନି। ବୋଉ କୁଆଡ଼େ ମୋ ସ୍ତ୍ରୀକୁ କହିଛି ମୋ ସ୍ତ୍ରୀ ମୋତେ ଏହା କହିଲା। କହିଲେ ହଉ ଛାତି ଫାତି ପେନ୍ ହେଉଛି କାଇଁ ଉଠେଇବେ କରିବା। ସେଠୁ ତାର ମୋର ଖାଇସାରିଲା ପରେ ସେଠୁ ତାପରେ ଉଠିଲି କହିଲି ବୋଉର କ'ଣ ଦିହ ଭଲ ନାହିଁ ଯାହା ଦେଖିଦିଏ ଟିକେ। ଦେଖିଦେଲା ବେଳକୁ ବୋଉ ଡାକିଲି ବାଟ ଖୋଲିଲାନି ବୋଉ ବାଟ ଖୋଲା ବି ଥିଲା। ବାଟଟା ଯେତେବେଳେ ପେଲିଦେଲି ଭିତରକୁ ପଶିଲି ବୋଉ ଚଦର ଗୁଡ଼େଇକିନା ଶୋଇଛି ତଳେ ଖଟ ଉପରେ ଶୋଇବା ଲୋକ ତଳେ ଶୋଇଛି ଚଦରଟା କାଟିଦେଲି ତଳେ ମଥାରେ ଆଜ୍ଞା ମାଡ଼ ହେଇଛି ବ୍ଲଡ଼ ବାହାରୁଛି ଖାଲି। କିଛି କରିଥିଲା ହଁ ଟିକେ ତାଙ୍କର ଦିଅ ଭିତରେ ଭଲରେ ପଡ଼େନି। କେତେ ଦିନ ଚାଲିଥିଲା ବାହାଘର ମାସଟେ ପରେ 8 ମାସ ବାହାଘର ଗଲାଣି ମାସ 2 ମାସ ପରଠୁ ଏମିତି ଷ୍ଟାର୍ଟ ହେଇଛି। ଅଧିକାଂଶ ଝଗଡ଼ା କିଏ କରେ? ଅଧିକାଂଶ ଝଗଡ଼ା 2 ଜଣ ଯାକ ଭିତରେ କେହି କାହାକୁ ପଟନ୍ତି ନାହିଁ ଠିକ୍ରେ ଖାଲି ମୋ ପାଇଁ ଆଡ଼ଜଷ୍ଟ କରିଦିଅନ୍ତି ଆଉ। ମୋତେ ଆଜ୍ଞା ସନ୍ଦେହ ହେଉଛି ମୋ ବୋଉ ଯେଉଁ ଟାଇମ୍ରେ ଫୋନ୍ ରିଙ୍ଗ ହେଲା ବୋଉ ଉଠେଇଲାନି ସେଇ ଟାଇମ୍ରେ ମୋ ଶାଶୁ ଆଜ୍ଞା ଘରକୁ ଯାଇଛନ୍ତି ସେଇ 5ଟା ଟାଇମ୍ରେ। ମୋତେ ଲାଗୁଛି ଆଜ୍ଞା କିଛି ଭୁଲ୍ ଭାଲ କାମ ମୋ ମା ସହିତ କରିଦେଇଛନ୍ତି। ମୁଁ ଗଲେ କିଛି ଜାଣିପାରିଲିନି 5ଟା 4ଟାରୁ ମୋତେ ଲାଗୁଛି 5ଟାରୁ ପଡ଼ିଛି ମୋ ବୋଉ। ଭୁଲ୍ ମାନେ କ'ଣ ଭାବୁଛନ୍ତି ଆପଣ? ମୋତେ ଲାଗୁଛି ମିଶିକି ମାରି ଦେଇଛନ୍ତି ଆଜ୍ଞା। ଯେଉଁଥିରେ ହେଲେ ବାଡ଼େଇ ବୁଡ଼ା ଦେଇଛନ୍ତି ମୁଣ୍ଡକୁ ଆଜ୍ଞା ପୁରା ଖଣ୍ଡିଆ ହେଇଯାଇଛି କେମିତି ଜଣେ ମୁଣ୍ଡରେ ବାଡ଼େଇକିନା ଏମିତି ଘୁରେଇକିନା ଶୋଇପାରିବ କମଳ। ଆଉ କାହାକୁ ସନ୍ଦେହ କରୁଛନ୍ତି କି ଏଥିରେ ଥିଲାବେଳେ? ମୋତେ ସେଇ 2 ଜଣଙ୍କ ଉପରେ ଖାସ୍ କରି ବେଶୀ ଆଉ ଘରେ ମୋର କେହି ନାହାନ୍ତି ଏମିତି। ଆପଣ ନିଜ ଘର କେଉଁଠି? ଆମ ଘର ଆଜ୍ଞା ରାସୋଳ ତେଲୁଗୁଣି କଲୋନୀ ସାହି। ଏଠି କେତେ ଦିନ ବର୍ଷ ହେଲାଣି ରହିଲେ? ଏଠି 20 ବର୍ଷ ହେଇଗଲାଣି ଆଜ୍ଞା। ଛୋଟ ରୁମ୍ ଅଛି ଏଇଟା ପାଠ ପଢ଼ା ସବୁ ମୋର ଏଇଟା। ଏବେ କ'ଣ ଚାହୁଁଛନ୍ତି? ଏବେ ଆଜ୍ଞା ଯେ ଠିକ୍ ମାନେ ଦୋଷୀକୁ ଧରନ୍ତୁ ଦଣ୍ଡ ଦିଅନ୍ତୁ ଆଜ୍ଞା। ଯିଏ ବି ମୋ ମାର
ହତ୍ୟା କରି